ଜୟ ଜଗନ୍ନାଥ। ଉତ୍ତମ କର୍ମ। ଅନେକ ବର୍ଷ ତଳର କଥା। ଗୋଟିଏ ଦେଶରେ ଜଣେ ରାଜା ରାଜ୍ୟ ଭ୍ରମଣରେ ବାହାରିଲେ। ନିଜ ଦେଶର ଭଲମନ୍ଦ ବୁଝିବା ସହିତ ସୁବିଧା ଅସୁବିଧା ବିଷୟରେ ଅବଗତ ହେବା ପାଇଁ ସେ ଏକୁଟିଆ ଛଦ୍ମବେଶରେ ପାଲିଙ୍କିରୁ ଓହ୍ଲାଇ ରାସ୍ତାର ଗୋଟିଏ କଡ଼ରେ ଠିଆ ହୋଇ ସମସ୍ତ ପାରିଷଦମାନଙ୍କୁ ରାଜନଅରକୁ ପଠାଇ ଦେଲେ। ଦୂରରୁ ଦେଖିଲେ ରାସ୍ତା ମଝିରେ ଗୋଟିଏ ବଡ଼ ପଥର ଖଣ୍ଡ ପଡ଼ି ରହିଛି। ଅନେକ ଦିନରୁ ପଡ଼ି ରହିବା ଦ୍ୱାରା ବାଲି ମାଟି ଲାଗି ଲାଗି ସେ ପଥର ପରି ସେଠାରେ ଟାଣ ହୋଇ ରହିଥାଏ। ରାଜାଙ୍କର ପାରିଷଦ ଓ କର୍ମଚାରୀମାନେ ମଧ୍ୟ ସେହି ବାଟ ଦେଇ ରାଜପ୍ରସାଦକୁ ଫେରିଲେ। ସେମାନେ କେହି ବି ସେହି ପଥର ପ୍ରତି ଦୃଷ୍ଟି ନ ଦେଇ ପଥର ଥିବା ସ୍ଥାନକୁ ଅଣଦେଖା କରି ଚାଲିଗଲେ। ପରେ ପରେ ଅନେକ ଲୋକ ସେହି ବାଟ ଦେଇ ଯିବା ଆସିବା କରିଥାନ୍ତି, କିନ୍ତୁ କେହି ହେଲେ ସେ ପଥରଟିକୁ ରାସ୍ତାରୁ ହଟାଇ ଦେବା ପାଇଁ ଚେଷ୍ଟା କରୁନଥାନ୍ତି, ବରଂ ତାକୁ ଗୁରୁତ୍ୱ ନ ଦେଇ ବାଟ ଭାଙ୍ଗି ଚାଲି ଯାଉଥାନ୍ତି। ରାଜା ବିଚାର କଲେ, ମୋର ଏତେ ବଡ଼ ରାଜ୍ୟରେ କ'ଣ କେହି ଜଣେ ହେଲେ ଭଲ ଲୋକ ନାହିଁ, ଯିଏ ଏହି ପଥରଟିକୁ ରାସ୍ତାରୁ ହଟାଇ ରାସ୍ତାଟିକୁ ସମତୁଲ କରିପାରିବ? ଏମିତି ଭାବି ସେ ପଥର ପାଖରେ ଗୋଟିଏ ମୁଣା ରଖି ତା ଦେହରେ କିଛି ସ୍ୱର୍ଣ୍ଣ ମୁଦ୍ରା ପକାଇ ଅପେକ୍ଷା କଲେ। ପଥର ପାଖରେ ସେ ସ୍ୱର୍ଣ୍ଣ ମୁଦ୍ରା ଥଳିଟି ମଧ୍ୟ ପଡ଼ିଥାଏ। ଏମିତି ସକାଳ ଯାଇ ଛାଇ ଲେଉଟିଲା, ତଥାପି କେହି ସେ ପଥରଟିକୁ ଉଠାଇଲେ ନାହିଁ। ଦଳେ ଧନୀ ଲୋକ ସେହି ବାଟ ଦେଇ ଗଲେ। ତା ପରେ ପରେ ମନ୍ତ୍ରୀ, ମହାମନ୍ତ୍ରୀ ଓ ରାଜପଣ୍ଡିତମାନେ ମଧ୍ୟ ଗଲେ। ତଥାପି ସେ ପଥର କାହାରି ଦୃଷ୍ଟି ଆକର୍ଷଣ କରିଲା ନାହିଁ। ସମସ୍ତେ ପଥର ଥିବା ସ୍ଥାନକୁ ଆଡ଼େଇ ହୋଇ ଚାଲୁଥାନ୍ତି। କେହି କେହି ପଥର ଦେହରେ ଧକ୍କା ଖାଇ ଝୁଣ୍ଟି ପଡ଼ୁଥିଲେ ବି ପୁନର୍ବାର ନିଜକୁ ଝାଡ଼ିଝୁଡ଼ି ଦେଇ ରାସ୍ତାରେ ଆଗଉଥାନ୍ତି। ସନ୍ଧ୍ୟା ସମୟ ହେବାକୁ ବସିଲା। ଏହି ସମୟରେ ଗୋଟିଏ କୃଷକ କ୍ଷେତ କାମ ସାରି କ୍ଷେତରେ ହୋଇଥିବା ପନିପରିବା ମୁଣ୍ଡାଇ ସେହି ରାସ୍ତାରେ ଆସିଲା। ଆଗରେ ପଥରଟିକୁ ଦେଖି ନିଜ ମୁଣ୍ଡ ଉପରୁ ବୋଝଟିକୁ ତଳେ ରଖି ପଥରଟିକୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କଲା। କ୍ଷେତ କାମରେ ଲାଗିଥିବା ଲୁହାର କୋଦାଳଟିଏ ଧରି ପଥରଟିକୁ ଚାରିପାଖରୁ କାଟି କାଟି ରାସ୍ତା ଉପରୁ ବାହାର କଲା ଓ ବହୁ କଷ୍ଟରେ ପଥରଟିକୁ ରାସ୍ତା ଉପରୁ ଦୂରକୁ ଫିଙ୍ଗିଦେଲା। ଛଦ୍ମବେଶୀ ରାଜା ଗଛ ଆଢ଼ୁଆଳରେ ରହି ସବୁ ଦେଖୁଥାନ୍ତି। ପାଖରେ ରାଜା ଥୋଇଥିବା ସେହି ମୁଦ୍ରାର ମୁଣିଟିକୁ ସେ ଉପରକୁ ଉଠାଇ ଖୋଲିଲା ବେଳକୁ ଦେଖିଲା, ଗୁଡ଼ିଏ ସ୍ୱର୍ଣ୍ଣ ମୁଦ୍ରା ତା ଭିତରେ ରହିଛି। ଚାରିଆଡ଼କୁ ଚାହିଁଲା, କାଳେ କାହାର ପଡ଼ିଯାଇଥିବ ଭାବି କ'ଣ କରିବ ଚିନ୍ତା କରୁଥାଏ। ହଠାତ୍ ସେହି ମୁଣା ଭିତରେ ଥିବା କାଗଜ ଖଣ୍ଡିଏ ତା ଆଖିରେ ପଡ଼ିଲା। ସେଥିରେ ଲେଖାଥିଲା ଯେ, ଯିଏ ଏହି ପଥରଟିକୁ ରାସ୍ତାରୁ ହଟାଇ ଦେବ, ସିଏ ଏହି ସବୁତକ ସ୍ୱର୍ଣ୍ଣ ମୁଦ୍ରାର ଅଧିକାରୀ ହେବ। ତା ଭିତରେ ଏତେ ପରିମାଣରେ ସ୍ୱର୍ଣ୍ଣ ମୁଦ୍ରା ଥାଏ ଯେ ତାହା ଜଣେ ଅଭାବୀ ଲୋକର ସାରା ଜୀବନର ଅଭାବ ଦୂର କରିପାରିବ। କୃଷକଟି ସ୍ୱର୍ଣ୍ଣ ମୁଦ୍ରାର ଥଳିଟିକୁ ଧରି ବୋଝଟିକୁ ମୁଣ୍ଡ ଉପରେ ଉଠାଇଲା ଓ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା। ସାଧାରଣ କୃଷକଟିଏ ହୋଇ ମଧ୍ୟ ସମସ୍ତଙ୍କର ଉପକାର ପାଇଁ ସେ ରାସ୍ତାରୁ ପଥରଟିକୁ ହଟାଇ ଦେଇ ଉତ୍ତମ କର୍ମ କରିବା ଦ୍ୱାରା ରାଜାଙ୍କଠାରୁ ପୁରସ୍କୃତ ହେଲା। ଯେ କେହି ନିଃସ୍ୱାର୍ଥପର ଭାବରେ ଭଲ କାମଟିଏ କରେ, ତା ପାଇଁ ଭଗବାନ ନିଶ୍ଚିତ ରୂପେ ତାର ସୁଫଳ ଦେଇଥାନ୍ତି। ତା ସହିତ ଆହୁରି ଗୋଟିଏ କଥା ମଧ୍ୟ ମନେ ରଖିବା, ଯେକୌଣସି ଅସୁବିଧା ସମସ୍ତେ ସମ୍ମୁଖୀନ ହେଉଥାନ୍ତି, କିନ୍ତୁ ସେଥିପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ। ଯଦି ସେହି କର୍ମଟିକୁ ତୁମେ ହାତକୁ ନେଇ ସେହି ପ୍ରତିବନ୍ଧକକୁ କେବଳ ନିଜ ରାସ୍ତାରେ ନୁହେଁ, ବରଂ ଅନ୍ୟମାନଙ୍କ ରାସ୍ତାରୁ ହଟାଇ ଦେବାକୁ ଚେଷ୍ଟା କର, ତାଠାରୁ ବଳି ମହତ୍ କର୍ମ ଆଉ ସଂସାରରେ ନାହିଁ। ଭଗବାନ ତାକୁ ହିଁ ଭଲ ପାଆନ୍ତି, ଯିଏ ଅନ୍ୟମାନଙ୍କର ଅସୁବିଧାକୁ ଦୂର କରିଥାଏ। ଉତ୍ତମ କର୍ମରେ ସର୍ବଦା ସୁଫଳ ମିଳିଥାଏ।